ବିଜେଡି ସରକାରରୁ ଯିବା ପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଜଣକ ପରେ ଜଣେ ନେତା ଦଳ ଛାଡୁଛନ୍ତି। ଏହି କ୍ରମରେ ଆଜି ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ଜିଲ୍ଲାର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ବାପା ପ୍ରଫୁଲ୍ଲ ସାମଲ ବିଜେଡିରେ ରହିଛନ୍ତି। ଦିନେ ବିଜେଡିରେ ଖୁବ୍ ଶକ୍ତିଶାଳୀ ଥିଲେ ପ୍ରଫୁଲ୍ଲ ସାମଲ, ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ତେବେ ପୁଅ ପ୍ରୟାସକାନ୍ତି କାହିଁକି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କାହିଁକି ତାହା ଜଣାପଡ଼ିନାହିଁ। ଆଜି ଆପଣମାନଙ୍କୁ ଡାକିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ବହୁତ ଦିନ ହେଲା ବିଜୁ ଜନତା ଦଳରେ ସକ୍ରିୟ ରାଜନୀତିରେ ଆମେ ସଂଶ୍ଳିଷ୍ଟ ଥିଲୁ ଏବଂ ଆଜି ମୁଁ ଡିସାଇଡ୍ କରିଛି ଯେ ମୋର ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ ପ୍ରାଥମିକ ସଭ୍ୟରୁ ରିଜାଇନ୍ ଦେଉଛି ଏବଂ ଜେନେରାଲି ଯେମିତି ଲୋକଙ୍କ ସାଙ୍ଗରେ ରହୁଥିଲି ସେମିତି ରହିବି, କୌଣସି ବ୍ୟାନର ତଳେ ରହିବି ନ ରହି ସାଧାରଣ ଲୋକଙ୍କ ସାଙ୍ଗରେ ଯେମିତି କାମ କରୁଥିଲି ସେମିତି କାମ କରିବି। କିନ୍ତୁ ବିଜୁ ଜନତା ଦଳର ସାଧାରଣ ଯେଉଁ ଆମର ଅଛି ମେମ୍ବରସିପ୍ରୁ ମୁଁ ମାନେ ମୋ ନାଁ ଆଜି କାଟିବା ପାଇଁ ଅନୁରୋଧ କରିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ରିଜାଇନ୍ ଦେଇଛି। ବାଦ ବିବାଦ ଥିଲା କି ଯେଉଁଥିପାଇଁ ଆପଣ ଇସ୍ତଫା ଦେଇଛନ୍ତି? ନା ଦଳ ସହିତ କୌଣସି ବାଦ ବିବାଦ ନାହିଁ, କାରଣ ଏ ମହାନ ଦଳ ଆଜି ପର୍ଯ୍ୟନ୍ତ ଯେଉଁ ରାଜନୈତିକ କ୍ୟାରିୟରରେ ମୋତେ ବହୁତ ଆମର ବିଜୁ ଜନତା ଦଳର ଯେଉଁମାନେ ବଡ଼ ଭାଇମାନେ ଆଜି ନେତୃତ୍ୱ ନେଉଛନ୍ତି ସେମାନେ ସାହାଯ୍ୟ କରିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଯଦି କିଛି ରାଜନୀତିରେ ମୋର ନାଁ ବି ଫିଟିଛି ମୁଁ ଧନ୍ୟବାଦ ଦେବି ଅତନୁ ଭାଇଠୁ ନେଇକି ଅରୁଣ ଭାଇ, ସଞ୍ଜୟ ଭାଇ, ବବି ଭାଇ, ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ 2002-2003 ବେଳୁ ଯେଉଁ ମୁଁ ଚେୟାରମ୍ୟାନ୍ ହେଇଛି ମୋର ବୟସ ବି ବହୁତ କମ୍ ଥିଲା ଏବଂ ବିଶେଷ କରି ବର୍ତ୍ତମାନ ସୁଦ୍ଧା ଯେଉଁ ରାଜନୀତିରେ ମୁଁ ଥିଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯିଏ PS ଥିଲେ ପାଣ୍ଡିଆନ ସାର୍, ସେମାନେ ତାଙ୍କର ମଧ୍ୟ ଭୂମିକା ଆମର ରାଜନୀତି କ୍ୟାରିୟରକୁ ବଢ଼ିବା ପାଇଁ ମଧ୍ୟ ବହୁତ କିଛି ତାଙ୍କର ଦାନ ରହିଛି ଆମ ପ୍ରତି। କିନ୍ତୁ ମୁଁ ଭାବୁଛି ଯେହେତୁ ଆମ ପରିବାର 3 ଜଣ ରାଜନୀତିରେ ଅଛନ୍ତି, ବିଶେଷ କରି ବିଜୁ ଜନତା ଦଳରେ, ୟା ମାନେ ନୁହଁ ଯେ ମୁଁ ବିଜୁ ଜନତା ଦଳ ଛାଡ଼ିକି ଆଉ କେଉଁ ଦଳରେ ଯାଇ ଜଏନ୍ କରୁଛି କ'ଣ, ବର୍ତ୍ତମାନ ନିକଟ ଅତୀତରେ ତ ନୁହଁ। ତେଣୁ ମୁଁ ଭାବିଛି ଫ୍ରି ଲେନ୍ସର ଯେମିତି ହେବା କଥା ସେମିତି ହେଇକି ମୁଁ କାମ କରିବି। ଯଦି କୌଣସି ଲୋକ ମୋର ସାହାଯ୍ୟ ଦରକାର କରେ ଏବଂ ମୋର ମଧ୍ୟ ଯେତେବେଳେ ସାହାଯ୍ୟ ଦରକାର ହେବ ମୁଁ ମଧ୍ୟ ସମସ୍ତଙ୍କୁ ଯାଇପାରିବି। ତେଣୁ ସେଇ ହିସାବରେ ମୁଁ ଭାବୁଛି ମୋତେ ଏଇখানে ଫ୍ରି ହେବାକୁ ପଡ଼ିବ। ନା ଭବିଷ୍ୟତ କଥା ତ ମୁଁ ବର୍ତ୍ତମାନ କହିପାରିବିନି। ନା କିଏ ଡାକିଲେ ନୁହଁ ଯେ ମୁଁ ବାଟରେ ଯାଉଥିବି, କିଏ ଡାକିଲେ ମୁଁ ପଳେଇବି, ସେ କଥା ନୁହଁ। କିନ୍ତୁ ବର୍ତ୍ତମାନ ସାଧାରଣ ଲୋକଙ୍କ ସାଙ୍ଗରେ ଆଗେ ରହିକି କିଛି କାମ କରିବା ପାଇଁ ମୁଁ ଆଗେ ଚେଷ୍ଟା କରେ, କାରଣ ଆମେ ଜାଣିଥିଲୁ ଯେଉଁ ଦଳରେ ଥିଲୁ ସେ ଦଳ ପାୱାରରେ ଥିଲା ଏବଂ କାମ କରିବାକୁ ସୁବିଧା ମିଳୁଥିଲା ଏବଂ ଆମେ ଯାହା ଚାହୁଁଥିଲୁ ମଧ୍ୟ ସାଧାରଣ ଲୋକଟିକୁ ଆମେ ସାହାଯ୍ୟ କରିପାରୁଥିଲୁ। କିନ୍ତୁ ବର୍ତ୍ତମାନ ମୁଁ ଚାହୁଁଛି ସାଧାରଣ ଲାଇଫ୍ରେ ରହିକି ଆମେ ଏଗୁଡ଼ା ପାରିବା ନା ନାହିଁ। ମୁଁ ଆଗେ ସେଇ ମଝି ପିରିୟଡ଼ରେ ବହୁତ ଚାପର ଥିଲେ, ଆପଣ ଚାପର ଛାଡ଼ିଦେଲେ କି? ନା ଚାପ ମୁଁ ତ କାହିଁ ଫିଲ୍ କରିନି କେବେ, ଦଳ ତ ମୋତେ କେବେ ବି ଚାପ କରିନି, କାରଣ ଦଳ ପାଇଁ ତ ନା ଭଲ କ୍ୱେଶ୍ଚନ୍ଟା ଆପଣ ପଚାରିଲେ ଯେ ଯେଉଁ ବରପଦା କଥା କହୁଥିଲେ, ବରପଦା ଆଜି ମଧ୍ୟ ସ୍ମୁଥଲି ଚାଲିଛି। ମୁଁ ସେତେବେଳେ ବି 2-3 ଲାଇନ୍ କହିଥିଲି, ଯାହାଫଳରେ କି ମୋତେ ବି କିଛି ଲୋକ କିଛି କଥା କହିବାକୁ ମଧ୍ୟ ଶୁଣିବାକୁ ପଡ଼ିଥିଲା। ସେଇ MP ହୁଅନ୍ତୁ, MLA ହୁଅନ୍ତୁ ବର୍ତ୍ତମାନର ଏବଂ ମାନ୍ୟବର ବିଶେଷ କରି ଆମର ଯେଉଁ ମନ୍ତ୍ରୀ ଅଛନ୍ତି ସିଏ ହୁଅନ୍ତୁ କି ବିଶେଷ କରି ଆମର ମନମୋହନ ସାମଲ ଅନରେବୁଲ୍ ପ୍ରେସିଡେଣ୍ଟ ଯିଏ ଅଛନ୍ତି, ଯେଉଁମାନେ ଏଠାକୁ ନେଇକି ଗଭର୍ଣ୍ଣମେଣ୍ଟରେ ପହଞ୍ଚାଇ ପାରିବେ କି ଗଭର୍ଣ୍ଣମେଣ୍ଟ ହେବ ସେ ବିଷୟରେ ମଧ୍ୟ ମୁଁ କହିଥିଲି ଏବଂ ତାଙ୍କରି ପ୍ରାୟ ସହଯୋଗରେ ଆଜି ଦେଖିବେ ଆପଣ ବରପଦା କଲେଜ ଚାଲିବା ଆରମ୍ଭ କରିଛି ଏବଂ ସ୍ମୁଥଲି ଚାଲୁଛି। ତେଣୁ ମୁଁ ଯେଉଁ କହିଲେ ଏଇଟା ମଧ୍ୟ ମୋର ଆଉ ଗୋଟେ ପାର୍ଟ ରହିବ ଯେ କାଲିଠୁ ମୋତେ ଯେଉଁ ସମୟଟା ମିଳୁଛି ମୁଁ ନିଶ୍ଚିତ ଭାବରେ ବରପଦା ଇଞ୍ଜିନିୟରିଂ କଲେଜକୁ କିଭଳି ସେମାନଙ୍କ ସହଯୋଗରେ ଆମ ମ୍ୟାନେଜମେଣ୍ଟରୁ ଯାଇକରି କେମିତି ଗଭର୍ଣ୍ଣମେଣ୍ଟ ତାକୁ ନେଇପାରିବ ସମୟ ମିଳିବ, ନିଶ୍ଚିତ ଭାବରେ ତାଙ୍କ ପାଖରେ ମୁଁ ପୁଣି ଅନୁରୋଧ କରିବି। ଏବଂ ଯେଉଁ କଥା କହିଲେ ୟୁନିଭର୍ସିଟି ପାଇଁ ମଧ୍ୟ 20 ଏକର ଯେଉଁ କୁହାଯାଇଥିଲା ଆମ ରିଜଲ୍ୟୁସନ୍ ପାସ୍ ହେଇଥିଲା ଆପଣ ଜାଣିଥିବେ, ତାକୁ ମଧ୍ୟ ମୁଁ ପୁଣି ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିବି, ସେ ମଧ୍ୟ ସେଇଟା କେମିତି କାର୍ଯ୍ୟକାରୀ ହେବ ଟିକେ ଦେଖିବେ। ତେଣୁ ଆଉ କିଛି ବିଶେଷ କାର୍ଯ୍ୟ ଆମର ନାହିଁ, ଏବେ ସାଧାରଣ ଲୋକଙ୍କ ସାଙ୍ଗରେ ଆମେ ମିଶିକି କେମିତି ଆଗକୁ ଚାଲିବା। ଇଲେକ୍ସନ୍ ପରେ ଆମେ ଦେଖିଥିଲୁ ଭୁବନେଶ୍ୱର କିଛି ମଧ୍ୟ ଫଟୋ ଆପଣ ଭାଇରାଲ ହେଇଥିଲା ମାନ୍ୟବର ବିଧାୟକଙ୍କ ସହିତ, ଯେ ଆପଣଙ୍କ ପରବର୍ତ୍ତୀ ପଦକ୍ଷେପ ମାନେ ବିଜେପି ଆଡ଼କୁ ଯିବ କି? ଆପଣ ମାନ୍ୟବର ବିଧାୟକଙ୍କ ସାଙ୍ଗରେ ତାହେଲେ ଦେଖିଛନ୍ତି, ମାନ୍ୟବର MPଙ୍କ ସାଙ୍ଗରେ ଆଉ ଦେଖିନାହାନ୍ତି ବୋଧେ, ମାନ୍ୟବର ସଭାପତିଙ୍କ ସାଙ୍ଗରେ ତାହେଲେ ଦେଖିନାହାନ୍ତି, ମାନ୍ୟବର ମନ୍ତ୍ରୀଙ୍କ ସାଙ୍ଗରେ ଦେଖିନାହାନ୍ତି। ମୁଁ ତ ଗତକାଲି ବି ମାନ୍ୟବର ମନ୍ତ୍ରୀଙ୍କୁ ଯାଇକି ଦେଖା କରିଥିଲି
तेणु यही जो क्वेश्चनटा जो पचारे ये क्वेश्चन को आमको कष्ट होचे गोटे कौन साधारण लोकटे गोटे तार कम पड़े मंत्री पाक जापरन तेणु ये दल में रही जोटा प्रोब्लेम होता जे आम कि चाहूलु और विशेषकर आम जो बरपदा कॉलेज को आम जो गवर्नमेंट को दवापाई आम जो डिक्लेयर करूँ सहयोग में आगू को चली तो निश्चित भाव में यही कार्य को यथाशीघ्र संभव करने मत फुल समय मिल तेणु काली नुआ सकाल मोपाई हम जो थी कि केवल बरपदा इंजीनियरिंग कॉलेज केमी गवर्नमेंट नब एवं तार केमी से जो पुराना जो भल इमेजटा थिला ताकू फेरेबा ये मोर प्रथम कार्य हम जोटा कि इंजीनियरिंग कॉलेज पे मु पूर्ण समय दे पारि एवं ताकू यथाशीघ्र गवर्नमेंट रे केमी ना ना मु भावुची जे जो कहले कारण बापा आम बापा जो जिते पद भाइस प्रेसिडेंट सीनियर थिले मु सेक्रेटरी मत एवं मुझे कृतज्ञ कारण गोटे परिवार दीदी जन को मुख्य पोस्ट रहा प्राय क्वचित तेणु मुझे दल पाखे कृतज्ञ सब बेले कारण जी से दल राजनैतिक पहचान कर मोर तेणु मु भावुची माने यथेष्ट कर तेणु मुझे नुहे बापा से देती बोली बर्तमान दी भाई जेहेतु आम अच्छू गोटे भाई भंडारी पोखर आउ बापा एठी तेणु मु भावुची आउ मोर आवश्यकता ना कौन दल में रही क्या कम कर तेणु से ना ना बीजेडी कौन गोष्ठी कंदल भद्रक तो जमा ना बीजेपी जो मिसा भितर आप दल भितर बंदल भविष्य बीजेपी सहित मिसा अच्छी ना 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 सेमती देखूँ मु क्या सागर मिसुची आमर आपण कौन देखुना आमर जे विधायक बीजेडी सी कौन जाकि बीजेपी सागर मिशुना बीजेपी एमएलए मान जो मैंने एमएलए जो हो सी सर्वसाधारण आमर सीतांशु महापात्र भद्रक एमएलए कौटी ब्राकेट लिखा कि बीजेपी एमएलए बीजेपी वाला तेणु मो कह कथा जो जन एमएलए मंत्री होती से सारा मंत्री जन सारा ओडिशा एमएलए जन कौन एटा व्यक्तिगत कारण मु भावुची जे एमती माने गोटे परिवार रे तीन जन के राजनीति करा जाए दी भाई ये किसी लोग व्यवसाय करते किसी लोग राजनीति करते किंतु आमर एमती गोटे परिवार से सब तक आम राजनीति हाँ निश्चित निश्चित डिसीजन नबारे डेरी किंतु साधारण जमती भद्रकरू तपन दासंक रिपोर्ट अपराह्न लाइव।